ଆପଣମାନେ ଯେଉଁ ଭାବୁଛନ୍ତି କି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ମୋର ସମସ୍ତ ପାପ କ୍ଷୟ ହୋଇଗଲା, ତାହା ଭାବିବା ଆପଣଙ୍କର ସମ୍ପୂର୍ଣ୍ଣ ଭୁଲ। ମୁଁ ଆପଣଙ୍କୁ ବୁଝାଉଛି ମୁଁ ଏମିତି କାହିଁକି କହୁଛି। ଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ପରମ ଭକ୍ତମାନେ ଯେଉଁମାନେ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ମନେ ରଖିଛନ୍ତି ଆଉ ଏବେ ବି ସେ ସମସ୍ତଙ୍କ ପାଖରେ ଆଜି ଚିର ଅମର, ସେମାନେ କେବେ ବି କହିନାହାନ୍ତି କି ଆମେ ଜଗନ୍ନାଥ ମହାପ୍ରଭୁଙ୍କ ପରମ ଭକ୍ତ। ସେ କହିଛନ୍ତି ଆମେ ସବୁଠାରୁ ବଡ଼ ପାପୀ, ଆପଣଙ୍କ ସେବା କରି ମଧ୍ୟ ଆମେ ପାପୀ, ଜଗନ୍ନାଥଙ୍କୁ ଦର୍ଶନ କରି ମଧ୍ୟ ପାପୀ। ମୁଁ ଆପଣଙ୍କୁ ଉଦାହରଣ ଦେଉଛି ଶୁଣନ୍ତୁ। ଚନ୍ଦନ ହଜୁରୀ ଚାକିଗୁଣ୍ଟିଆ ଜଣେ ପରମ ଭକ୍ତ ଥିଲେ, ଜଗନ୍ନାଥଙ୍କ ସେବାୟତ ଥିଲେ, ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯାହାଙ୍କ ଉପରେ ମୁଁ ରିଲ୍ କରୁଛି। ତେଣୁ ସେ ସମସ୍ତ ତାଙ୍କର ଭଜନ ଜଣାଣରେ ନିଜକୁ ପାପୀ ପତିତ ବୋଲି ଲେଖିଛନ୍ତି। ଫର୍ ଏକ୍ଜାମ୍ପଲ୍ ସେ ଲେଖିଛନ୍ତି ପିତା ମାତା ସେବା ମୋର ବିଭଙ୍ଗ, ନୀତି ପ୍ରତୀକରେ ଅସତ ସଙ୍ଗ, ସୀତାରେ ଅବଗାହି ନାହିଁ ଦିନେ, ଗୀତା ଭାଗବତ ନ ଶୁଣେ କର୍ଣ୍ଣେ। ସେ ସବୁ କରିଛନ୍ତି। ଗଙ୍ଗାରେ ଗାଧେଇଛନ୍ତି, ସୀତାରେ ଅବଗାହି ମାନେ ଗଙ୍ଗାରେ ଗାଧେଇଛନ୍ତି। ବାରାଣସୀ ବୌଦ୍ଧର ଯାଇଛନ୍ତି, ଗଙ୍ଗାରେ ଗାଧେଇଛନ୍ତି। କଣ୍ଠସ୍ଥ ମୁଖସ୍ଥ ଥିଲା ତାଙ୍କର ଗୀତା ଭାଗବତ। ପିତା ମାତା ସେବା, ପିତାଙ୍କର ସମସ୍ତ ପ୍ରକାର ସେବା କରିଛନ୍ତି। କିଛି ଅସତ ସଙ୍ଗ କରିନାହାନ୍ତି। ସାମରିକ ସଂସ୍କୃତି ପୁରୀର କଳାକୁ ଆଗକୁ ନେଇଛନ୍ତି। ସେ ଏପରି କାହିଁକି କହିଲେ? କାରଣ ସେ ଜଗନ୍ନାଥଙ୍କ ଆଗରେ ନିଜକୁ ପାପୀ ପତିତ ବୋଲି କହିଛନ୍ତି। ସେଥିପାଇଁ ସେହି ଭଜନ ଆପଣ ଶୁଣିବେ, ଚକାନୟନକୁ ପତିତ କହି ଏତେ ମେସ୍ମରାଇଜିଂ ଲାଗୁଛି, ଏତେ ଖୁସି ଲାଗୁଛି, ଏତେ ଭକ୍ତ ଭାବ ବିହ୍ୱଳତା ବଢ଼ୁଛି। ଆଉ ତା ସହିତ ଜଗନ୍ନାଥ ମଧ୍ୟ, ଜଗନ୍ନାଥଙ୍କ ପାଖରେ ସେ ସବୁବେଳ ପାଇଁ ଚିର ଅମର। କାରଣ ତାଙ୍କରି ଭଜନକୁ ସବୁବେଳେ ଜଗନ୍ନାଥଙ୍କର ଯେକୌଣସି ଭଜନ ସମାରୋହ ହେଉ କିମ୍ବା ଜଗନ୍ନାଥଙ୍କ ସମ୍ମୁଖରେ ଏହି ଭଜନଟି ବୋଲା ହୁଏ। ତେଣୁ କେବେ ବି ଏମିତି ଭାବିବେନି କି ଜଗନ୍ନାଥଙ୍କୁ ଦର୍ଶନ କରି ମୋର ସମସ୍ତ ପାପ କ୍ଷୟ ହୋଇଗଲା। ଜଗନ୍ନାଥଙ୍କୁ ଦର୍ଶନ କରି ଭାବିବେ ମୋର ପାପ ବଢ଼ିଗଲା, ମୁଁ ହେଇଗଲି ପାପୀ, ମୁଁ ପତିତ, ତମେ ଉଦ୍ଧାର କର। ଜଗନ୍ନାଥଙ୍କ ପାଖରେ କାନ୍ଦିବାକୁ ପଡ଼ିବ, ମୁଣ୍ଡ ପିଟିବାକୁ ପଡ଼ିବ। ଭଲ ଲାଗିଲେ ରିଲ୍ଟିକୁ ସେୟାର କରନ୍ତୁ ସମସ୍ତଙ୍କୁ। ରହିଲି, ଜୟ ଶ୍ରୀ ଜଗନ୍ନାଥ।